ସାଙ୍ଗମାନେ ମୁଁ ରାସ୍ତାରେ ରାମନାଗୁଡ଼ାରୁ ମୁଁ ଫେରୁଥିଲି ବୋଉକୁ ଟିକେ ମେଡ଼ିକାଲ ନେଇକି ଯାଉଥିଲି ତ ବର୍ତ୍ତମାନ ରାସ୍ତାରେ ଦେଖିଲି ସେ ମାଉସୀ ଜଣେ ବିକୁଛନ୍ତି ଦେଶୀ କଦଳୀ ତ ଭାବିଲି ଟିକେ ଦେଶୀ କଦଳୀ ଟିକେ ନେଇକି ଯିବା ହାରି ଦେଶୀ କଦଳୀ ଉଇଥି ଆଉ ଝଟା ବି ବିକୁଛନ୍ତି ମାଉସୀ ଏତିକ କେତେ ଟଙ୍କା ମା 20 ଟଙ୍କା ଦେଶୀ ନା ନିଜର ତ ମିଠା ଅଛି ନା ନିଅ କେତେ ଟଙ୍କା ଏଇଟା 20 ଟଙ୍କା ନିଅ ଆମେ କିଛି ପକାଇବୁ ନାହିଁ ସାର ପକାଇବୁ ନାହିଁ ଔଷଧ ପକାଇବୁ ନାହିଁ ଔଷଧ ଫଷଧ କିଛି ନାହିଁ ପୁରା ପିଓର ତ ନିଜର ନାଇଁ ତ ଦେଖନ୍ତୁ ସାଙ୍ଗମାନେ ଏପଟେ କେହି ନାହାନ୍ତି ଏଇପଟେ ବି ଦେଖନ୍ତୁ କେହି ନାହାନ୍ତି ତ ମାଉସୀ ଜଣେ ଏଠି ବସିଛନ୍ତି ଗୋଟେ ଗ୍ରାହକ ଆଶାରେ ମାଉସୀ ଜଣେ ବସିଛନ୍ତି ପୁଣି ଆଉ ଥରେ ରିଟର୍ନ କରିକି ମୁଁ ଆସିଲି ମାଉସୀଙ୍କ ଠାରୁ ଏଇ କଦଳୀ ଟିକେ ନେଇକି ଯାଉଛି ତ ଆପଣମାନଙ୍କୁ ମୁଁ ଗୋଟିଏ କଥା କହିବି ଏମିତି ଯଦି ରାସ୍ତାରେ କିଏ ଯଦି ବସିକି ବିକୁଥାଏ ତାହେଲେ ନିଶ୍ଚିତ ଭାବରେ ଏମାନଙ୍କଠୁ ଟିକେ କିଣିକି ନେଇଥାନ୍ତୁ କାହିଁକି ନା ଏମାନେ ଯେଉଁ ବିକୁଛନ୍ତି ଏମାନେ ନିଜେ ଧନୀ ହେଇଯିବା ପାଇଁ ନାହିଁ ନିଜର ପରିବାର ଚଳିବା ପାଇଁ ଏମାନେ ବିକନ୍ତି ଆଉ ଟଙ୍କା କେମିତି କମାଯାଏ ଏ ମାଉସୀମାନଙ୍କଠୁ ଟିକେ ଦେଖନ୍ତୁ ଆଉ ଯେଉଁମାନେ ଭାବୁଛନ୍ତି ନା ଟଙ୍କା ସହଜରେ କମେଇ ଦେଉଛନ୍ତି ବୋଲି ବେକାର ଏକଦମ ଭୁଲ ଭାବୁଛନ୍ତି ରହୁଛି ଜୟ ଜଗନ୍ନାଥ।